ଏକ ଅଦ୍ଭୁତ ମାଙ୍କଡ଼ର କାହାଣୀ। ଏହି କାହାଣୀ ଏକ ଗରିବ ଦମ୍ପତି, ଏକ ମାୟାବୀ ମାଙ୍କଡ଼ ଓ ଗାଁର ଈର୍ଷାପୂର୍ଣ୍ଣ ମୁଖିଆଙ୍କ ଚାରିପାର୍ଶ୍ୱରେ ଗଢ଼ାଯାଇଛି। ଏହି ଗଳ୍ପ ଦୟା, ବିଶ୍ୱାସ ଓ ନ୍ୟାୟର ଏକ ଶକ୍ତିଶାଳୀ ଶିକ୍ଷା ଦେଇଥାଏ। ଏକ ଛୋଟ ଗାଁ ମଧ୍ୟରେ ଥିଲେ ପାଣୁ ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ। ସେମାନେ ଗରିବ ଥିଲେ, ଦିନକୁ ଦିନ କାମ କରୁଥିଲେ, ତଥାପି ତାଙ୍କ ପାଖରେ ଖାଇବାକୁ ମଧ୍ୟ ନଥିଲା। ଲୋକେ ସେମାନଙ୍କୁ କାମ କରେଇ ଦେୟ ଦେଉନଥିଲେ। ଗରିବୀ, ଅନ୍ୟାୟ ଓ ଅଭାବ ତାଙ୍କ ଦୈନିକ ସାଥୀ ହୋଇଯାଇଥିଲା। ଏକ ରାତିରେ ଲକ୍ଷ୍ମୀ କହିଲେ, ପାଣୁ, ଏମିତି ଦୁଃଖରେ ଆଉ ରହିପାରିବିନି। ଚାଲନ୍ତୁ ଗାଁ ଛାଡ଼ି ଯିବା। ବହୁତ ଦୁଃଖ ଦେଖିଲୁ। ପାଣୁ ହୃଦୟ ଭାବେ ସହମତ ହେଲେ। ସେମାନେ ଝୋଲା ଉଠାଇ ଜଙ୍ଗଲ ଦିଗକୁ ପଥ ଧରିଲେ। ଜଙ୍ଗଲ ମଧ୍ୟରେ ହେଟୁଥିବା ବେଳେ ସେମାନେ ଦେଖିଲେ ଗୋଟେ ମାଙ୍କଡ଼ ରକ୍ତରେ ଭିଜି ଝାଡ଼ ତଳେ ପଡ଼ିଛି। ଲକ୍ଷ୍ମୀ ଅତି ସନ୍ତାପରେ କହିଲେ, ପାଣୁ, ଏହି ବିଚାରା ଜନ୍ତୁଟିକୁ ଦେଖ, ଚାଲ ଏହାକୁ ବଞ୍ଚାଇବା। ସେମାନେ ମାଙ୍କଡ଼ଟିକୁ ଉଠାଇ ପାଣି ଦେଲେ, ପତ୍ର ତଳେ ଶୋଇଲେ ଆଉ ଆରାମ ଦେଲେ। ଥୋଡ଼ି ବେଳେ ପରେ ମାଙ୍କଡ଼ଟି ସୁସ୍ଥ ହୋଇ ଉଠିଲା ଓ ହସିଲା। ପାଣୁ ଏକାକରେ ଚିତ୍କାର କଲେ, ଆରେ ଏହା ହସୁଛି। ଏକ ମାଙ୍କଡ଼ କିପରି ଏମିତି ହସିପାରେ? ମାଙ୍କଡ଼ କହିଲା, ତୁମେ ମୋ ଜୀବନ ବଞ୍ଚାଇଛ। ମୁଁ ମଣିଷ ଭଳି କଥା କହିପାରେ। ମୁଁ ତୁମ ଦୁଃଖ ଦୂର କରିବି ଆଉ ମୁଁ ତୁମ ସାଥୀ ହେବି। ପାଣୁ ଓ ଲକ୍ଷ୍ମୀ ଅଚମ୍ବିତ ହେଲେ, କିନ୍ତୁ ମାଙ୍କଡ଼ର ଦୃଢ଼ ଭାବ ଦେଖି ସେମାନେ ତାକୁ ବିଶ୍ୱାସ କଲେ। ମାଙ୍କଡ଼ ସେମାନଙ୍କୁ ନେଇଗଲା ଏକ ଯାଦୁଇ ଜାଗା। ଯେଉଁଠାରେ ସେ ତାର ଶକ୍ତି ବ୍ୟବହାର କରି ଏକ ଅତ୍ୟାଧୁନିକ ଘର ବାନିଦେଲା। ସେ ଧନ, ଅର୍ଣ୍ଣ ଓ ପୋଷାକ ଦେଲା। ପାଣୁ ଓ ଲକ୍ଷ୍ମୀ ମନେ ମନେ ଭାବିଲେ, ଏତେ ଦୁଃଖ ପରେ ଆଜି ଏତେ ଆନନ୍ଦ। ଏହି ମାଙ୍କଡ଼ ଆମ ଦୂତ ଭଳି। ଗାଁ ମଧ୍ୟରେ ଖବର ଚାଲିଗଲା ଯେ ଗରିବ ପାଣୁ ଏବେ ବହୁତ ଧନୀ ହୋଇଯାଇଛି। ପାଣୁ, ଲକ୍ଷ୍ମୀ ଓ ମାଙ୍କଡ଼ ସେଇ ଘରରେ ଶାନ୍ତିପୂର୍ଣ୍ଣ ଜୀବନ ବ୍ୟତୀତ କଲେ। ସେମାନଙ୍କ ଦୟା, ଶ୍ରଦ୍ଧା ଓ ବିଶ୍ୱାସ ତାଙ୍କୁ ସଫଳତା ଦେଲା। ଗାଁରେ ଏବେ ସେମାନଙ୍କୁ ଆଦର କରାଯାଉଥିଲା। ଏହିଥିରୁ ଆମେ ଶିକ୍ଷା ପାଇବାକୁ ପାଇଲେ ଯେ ଦୟା କେବେ ବିଫଳ ହୁଏ ନାହିଁ ଏବଂ ମନୁଷ୍ୟତା ସବୁଠୁ ବଡ଼ ଶକ୍ତି।